ଚଳିବା ଧର୍ମରେ ଗୋଟେ ଆଦର୍ଶଙ୍କର ଆବଶ୍ୟକତା ଅଛି। ଉଭୟ ସ୍ୱାମୀ ସ୍ତ୍ରୀ ଯଦି ଆଦର୍ଶ ଅନୁସରଣ କରି ଚାଲନ୍ତି ତାହେଲେ ତାଙ୍କର ଜୀବନ ସୁଖମୟ ହେବ। କାରଣ ଆମେ ସମସ୍ତେ ଆମ ଇଚ୍ଛାରେ ଚାଲିଲେ ଆମେ ଜୀବନଟାକୁ ଅତିବାହିତ କରିପାରିବା ନାହିଁ। କାରଣ ଯାହାଙ୍କର 5ଟି ଜୀବନ ସୁନ୍ଦର ସୁଷ୍ଠୁ ଭାବରେ ଜଗତରେ ବିଦିତ ହେଇଛି, ତାଙ୍କ ବ୍ୟତୀତ ଆଉ କାହାକୁ ଅନୁସରଣ କଲେ ଆମର 5ଟା ଜୀବନ ସୁନ୍ଦର ସୁଷ୍ଠୁ ହେଇପାରିବ। ଯୋଉଥିପାଇଁ ଆମେ ଦେଖୁଛନ୍ତି ଶ୍ରୀ ଶ୍ରୀ ଠାକୁର ଋଷି ବଡ଼ମା ବସିଛନ୍ତି ନିଜ ତାଙ୍କ ପାଖରେ ଅଛନ୍ତି ତାଙ୍କର ବଡ଼ ପୁଅ ଶ୍ରୀ ଶ୍ରୀ ବଡ଼ମା ଏବଂ ଆଚାର୍ଯ୍ୟ ତାଙ୍କର ରେଦଜାତ ସନ୍ତାନ। ଏ ଗୋଟେ ପରିବାରରେ ମଧ୍ୟ ସମସ୍ତେ ଏବଂ ଠାକୁରଙ୍କର ଜୀବନ କାଳ ଭିତରେ ଦେଖାଯାଇଛି ତାଙ୍କର ବ୍ୟକ୍ତିଗତ ଜୀବନ, ଦାମ୍ପତ୍ୟ ଜୀବନ, ପାରିବାରିକ ଜୀବନ, ସାମାଜିକ ଜୀବନ আর রাষ্ট্রীয় জীবন নিখুণ ভাবে জগতের বিদিত সারা বিশ্ব আজ শ্রী ঠাকুরଙ୍କର ଆଦର୍ଶରେ ଅନୁପ୍ରାଣିତ ହେଇକି ଚାଲିଛି। କାହିଁକି ନା ତାଙ୍କର ବ୍ୟକ୍ତିଗତ ଜୀବନଟା ସେମିତି ଭାବରେ ତାକୁ ନିଯୁକ୍ତ ପରିଚାଳନା କରିଛନ୍ତି। କାରଣ ଯଦି ବା ସେ ଦିନର ମାଲିକ ଏ ଜଗତକୁ ନରଳୀଳା କରିବାକୁ ଆସିଛନ୍ତି, ତଥାପି ଏ ମାନବୀୟ ଲୀଳା ଭିତରେ ଦାମ୍ପତ୍ୟ ଜୀବନଟାକୁ ସେ খুব ସୁନ୍ଦର ଭାବରେ ପରିଚାଳନା କରିଛନ୍ତି। ମାନେ ଆମେ ସମସ୍ତେ ଭାବି ଦିଅନ୍ତି ଯେ ଝିଅଟା ଆମ ଘରକୁ ବୋହୂ ହୋଇ ଆସିଛି ମାନେ ତାର ଟିକିଏ ଦୋଷ ଦେଖିଲେ ଆମେ ତାକୁ ଦଣ୍ଡ ଦେବୁ ବା ଆମେ ରାଗି ଯାଉ। କିନ୍ତୁ ଠାକୁରଙ୍କ ଦାମ୍ପତ୍ୟ ଜୀବନ ଦେଖ, ଠାକୁର ଖାଉଛନ୍ତି ମାନେ ମାଗୁଛନ୍ତି ଖାଇବାକୁ ଖାଉଛନ୍ତି ଶାଗ ଖାଉଛନ୍ତି ଶାଗ ମାନେ ଯେତେ ଶାଗ ଭଜା ହେଲା ସବୁ ଖାଇଲେ। ବଡ଼ମା ଆଶ୍ଚର୍ଯ୍ୟ ହେଲେ, କହିଲେ କଣ ଯେତେ ଶାଗ ଭଜା ହେଲା ସବୁ ଖାଇଦେଲେ? ମାନେ ତାଙ୍କର ପରିବାର ପାଇଁ ଯେତେ ଶାଗ ଭଜା ହେଲା ସବୁ ଶାଗ ଖାଇଲେ। ଖାଇଦେଇ ସାରିଲା ପରେ ବଡ଼ମା କହିଲେ କଣ ଲାଗି ଆଜି ଏତେ ଶାଗ କଣ ଖାଇଦେଲେ? ବଡ଼ମା ସବୁ କଣ କରୁছে କଡ଼ାରୁ ଟିକେ ଶାଗ ଲାଗିଥିଲା ତାକୁ ଟିକେ ପାଟିରେ ଲଗେଇଦେଲା ମାନେ ପାଟିରେ ରଖିପାରିଲେ ସେ ଶାଗଟା ମାନେ ଏତେ ତିକ୍ତ ହୋଇଯାଇଛି, ଏତେ ମୁଇଁଆ ହେଇଯାଇଛି, ଆଖିରୁ ଲୁହ ଝରିଯାଇଛି। ମତେ ମୋର ଏ ଦୋଷକୁ ପରିବାର ଆଗରେ ନ ଜଣେଇବା ପାଇଁ ଠାକୁର ଏତେ ତିକ୍ତ ଜିନିଷ ପୁରା ଖାଇଦେଲେ। ଦେଖ ଠାକୁରଙ୍କ ପାଖରେ ପୁରା ପାଦ ତଳେ ପଡ଼ିକିରି ଭୋଗ ହୋଇ କାନ୍ଦୁଛି। ଦେଖନ୍ତୁ ଭଲ ପାଇବାଟା ଗୋଟେ ପରିବାର ପାରିବାରିକ ଜୀବନରେ ଗୋଟେ ସ୍ୱାମୀର ତା ସ୍ତ୍ରୀ ପ୍ରତି ଭଲ ପାଇବାଟା ଆଉ ଠାକୁରଙ୍କର ମଧ୍ୟ ମାନେ ବଡ଼ମାଙ୍କର ମଧ୍ୟ ତତ୍ତ୍ୱ। କାରଣ ଶ୍ରୀ ଶ୍ରୀ ବଡ଼ମା ଜୀବନରେ ମାତ୍ର 15 ସେକେଣ୍ଡ ଶୋଇଛି, ମାନେ ଅତନ୍ଦ୍ର ପ୍ରହରୀ ଭଳିଆ ତାଙ୍କ ସ୍ୱାମୀକୁ ସେ ଜଗି ରଖିଛି। କାରଣ ସ୍ୱାମୀ ହେଉଛି ମାନେ ସ୍ତ୍ରୀ ହେଉଛି ସ୍ୱାମୀର ରକ୍ଷା କବଚ। ସବୁ ଆପଦ ବିପଦରୁ ସେ ମଥା ପତେଇକି ତାଙ୍କୁ ରକ୍ଷା କରିବ ସ୍ୱାମୀ। ସେଇଥିପାଇଁ ସେ ଦେବୀ ସେ ରକ୍ଷା କରେ। ଠାକୁର ଦିନେ ଖାଉଛନ୍ତି ଦାନ୍ତରେ ଗୁଡ଼ିଟା ବାଜିଛି। ବଡ଼ମା ଖାଇବାକୁ ଦଉଥିଲେ, ଦେଇ ସାରିଲା ପରେ ତା ପରଦିନ କଣ କରୁଛନ୍ତି ନା ସେ ଚାଉଳକୁ ଭଲ ଭାବରେ ବାଛୁଛନ୍ତି। କହୁଛନ୍ତି ବଡ଼ ବୋଉ ଏ ଚାଉଳଟା ବଛା ଅଛି କେନ? ଠାକୁର ଆପଣ କାଲି ଖାଇଲା ବେଳେ ଆପଣଙ୍କ ଦାନ୍ତରେ ଗୁଡ଼ିଟା ବାଜିଯାଇଛି। ମାନେ କହିବାକୁ ପଡୁନି, ଠାକୁର ବିରକ୍ତ ହଉନାହାନ୍ତି କିନ୍ତୁ ସିଏ ବୁଝି ଯାଉଛନ୍ତି, କହିବାକୁ ପଡୁନଥିଲା। ମାନେ ମୁଁ ଦେଖୁଥିଲି ଗୁଡ଼ିଟା ଆପଣଙ୍କ ପାଟିରେ ବାଜିଛି। ଆଉ ଦିନେ ଦି ଜଣ ଦମ୍ପତି ଠାକୁର ପାଖରେ ଠାକୁର ବସୁଛନ୍ତି, ଦି ଜଣଙ୍କର ପଡୁନି, ଠାକୁର ସହିତ କଥା ହଉଛି। ଠାକୁର ହଠାତ୍ ବଡ଼ବୋଉ ଡାକୁଛନ୍ତି, ବଡ଼ବୋଉ ଲଣ୍ଠନଟା ଲଗେଇ ଯାଇନ ଉଦୁଦିଆ ଖରାପ ଲଣ୍ଠନଟା ଲଗେଇ ନେଇ ଆସିବ।
नहीं जा नहीं पड़े माने बिना वाक्य बे आमे हिंदी लोग तो कोई था खराब पड़ता है कौन हाथ लगी छी ना खराब पड़ता है लोग में नहीं क्या से देवता मते मो बापा जे मते जन्म देइछे से प्रथमे मते जणै गला मु जाको वर्ण करियछि से होछि देवता तो देवतार कथाटा को माने करी आ से जते बडे देवी की रक्षा करबार काम मते देवता एही होछि दाम्पत्य जीवन अनेक कथा अछि बेसी कहबी नै समय सरीछि तेणु এই যে দাম্পত্য জীবন হচ্ছে যেতেটা জীবন আছে সবু জীবন ভিতরে রাজার জীবন যাহার দাম্পত্য জীবন যেতে সুখময় তার পারিবারিক জীবন তার সামাজিক জীবন তার রাষ্ট্রীয় জীবন সেটা পরস্পর বুঝাবনা কেমিতি হবো না টাইপকু অনুসরণ কর ইষ্ট নিসারে ছুটিলে পুরুষ প্রজ্ঞা অপমা পুরুষ নিসারে ছুটিলে স্ত্রী উত্তম সন্তান কারণ বিবাহটা হচ্ছে सुप्रजनन उन्नयन एई तो बियर मूल्य विवाह करे जदि गोटे प्रजनन तो हो स्वामी स्त्री जे पुरुष स्वामी स्त्री मिलन होले गोटे छुआ जन्म हो पशु पक्षी मिलन होले पशु पक्षी छुआ जन्म हो किंतु सुप्रजनन कथा कहू चाहूँ सुप्रजनन उन्नयन एई तो बियर मूल्य माने बियर माने बागर मूल होची मूल कथा हो कोन ना सुप्रजनन जाओ ठाकुर मुनि चालो से उठाए आनंद रूप शांति रूप एतिक ताका पाखरे प्रार्थना रखे mo बक्तव्य शांति वंदे वंदे पुरुषोत्तमं वंदे पुरुषोत्तमं